ଏରସ୍ମା ନେତା ତାଙ୍କ ବାଁ ପଟେ ବସିଛନ୍ତି ସହିତ ମା ଶାରଳାଙ୍କ ପାଖରେ ଏ ଜାତିର ଉନ୍ନତ କେମିତି ହେଇପାରିବ ତାହା ମୁଁ ପ୍ରାର୍ଥନା କରୁଛି। ଆପଣଙ୍କ ମନରେ ଜାତିର ଭାବନା ସଦ୍ଭାବନା ଜାତି ପ୍ରେମ ଗଢ଼ି ଉଠିବ। ମା ଶାରଳା ଆପଣଙ୍କ ପାଖରେ ବିଜୟ କରିବେ ତାହା ମୁଁ ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି। ସବୁ ଦାବି ପୂରଣ ନହେଲେ କିଛି ଦାବି ନିଶ୍ଚିନ୍ତ ପୂରଣ ହେବ। ମୁଁ ସେତିକି ପ୍ରତିଶ୍ରୁତି ଦେଇକି ଯାଉଛି। ଆଉ ଆମର ଯେଉଁ ଶାରଳା ମଣ୍ଡଳ ରହିଛି ଆମର କିଛି ଜିଲ୍ଲାକୁ ନେଇ ମୁଁ ଭାବୁଛି ଯଦି ଅଲ ଓଡ଼ିଶା ସମସ୍ତେ ମିଶିକିରି ସେ ଜିନିଷଟାକୁ ଟେକ୍ଅପ୍ କରନ୍ତେ ତାହେଲେ ଆମର ଯେଉଁ ଶାରଳା ମଣ୍ଡଳ ଅଛି ସେଇଟା ଆହୁରି ଉନ୍ନତି ହୁଅନ୍ତା। ଆମ କୈବର୍ତ୍ତ ଜାତିର ଆମ ପିଲାମାନଙ୍କର ଏସବୁ ବାବଦରେ ବହୁତ ଉନ୍ନତି ହୁଅନ୍ତା। ଆମ ଯେହେତୁ ଆମର ସେଡ୍ୟୁଲ୍ କାଷ୍ଟ ଲୋକଙ୍କର ଯେଉଁ ଧାରଣା ରହିଛି ଏମାନଙ୍କ ପିଲାମାନେ ସେତିକି ଲୋ ଲେବୁଲ୍ର ରହୁଛନ୍ତି। ଆକ୍ଚୁଆଲି ଆମେ ଯଦି